বাইক ধক্কা জଣେ ମୃତ 3 ଆହତ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ମନ୍ଦିର ସାହି ଛକ ନିକଟରେ କାର ବାଇକ୍ ଧକ୍କାରେ ଜଣେ ମୃତ 3 ଗୁରୁତର। ସୂଚନା ଯେ ଓଡି 19 J7700 ଏକ କାରଟି ଅନୁଗୁଳ ଆଡୁ ବନ୍ତଳା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଡି 19 J4213 ଏକ ବାଇକ୍ ସହ ଧକ୍କା ହୋଇଥିଲା। ବାଇକ୍ ଚାଳକ ଜଣକ ହେଲେ ତଳଗଡ଼ ଗ୍ରାମର ସୁଜିତ କୁମାର ନାୟକ ବୟସ 30। ଘଟଣାସ୍ଥଳରେ ସୁଜିତ ଗୁରୁତର ହୋଇଯାଇଥିଲେ। କାର ଚାଳକଙ୍କ ପରିଚୟ ମିଳିପାରି ନାହିଁ। ଠାକୁରଗଡ଼ ଥାନା ସଦାନନ୍ଦପୁର ଟିକନ ବିଶ୍ୱାଳଙ୍କ ସ୍ତ୍ରୀ ସୁଜାଲତା ବିଶ୍ୱାଳଙ୍କ ବଡ଼ ଝିଅ ଅନୁଗୁଳ ସହରର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢ଼ନ୍ତି। ତାଙ୍କୁ ଛାଡ଼ିବା ପାଇଁ ସୁଜାଲତା ତାଙ୍କ ସାନ ଝିଅ ଶାଲିନୀ ବିଶ୍ୱାଳ ବୟସ 8 ଏବଂ ଭାଇ ସୀତମ ସାହୁ ବାଇକ୍ ଯୋଗେ ଆସି ଧୋକୁଟା ହୋଇ ଘରକୁ ଫେରୁଥିବା ସମୟ ବେଳେ ହଠାତ୍ ସାମ୍ନାରେ କାର ବାଇକ୍ ଧକ୍କା ଦୁର୍ଘଟଣା ହେବାରୁ କାର ପଛରେ ସୀତମଙ୍କ ବାଇକ୍ ଧକ୍କା ହୋଇଥିଲା, ଯାହାଫଳରେ ଏହି 3 ଜଣ ଆହତ ହୋଇଥିଲେ। ସ୍ଥାନୀୟବାସୀ 4 ଜଣଙ୍କୁ ଉଦ୍ଧାର କରି ଅଟୋ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏପଟେ ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି 3 ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସୁଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁଜାଲତା, ଝିଅ ଶାଲିନୀ, ଭାଇ ସୀତମ ଚିକିତ୍ସାଧୀନରେ ଅଛନ୍ତି।